ପାଞ୍ଚ ଦିନ ପ୍ରବଳ ବର୍ଷା, 13 ଜିଲ୍ଲାକୁ ଜେଲୋ ଆଲର୍ଟ। 5 ଦିନ ପ୍ରବଳ ବର୍ଷା। ଆଜିଠାରୁ 8 ତାରିଖ ଯାଏ ପୁରା ରାଜ୍ୟକୁ ବିଜୁଳି ଘଡଘଡି ସହ ବର୍ଷା ପାଇଁ ଜେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆଜି 10 ଜିଲ୍ଲାରେ ପ୍ରବଳ ବର୍ଷା ସହ 30 ରୁ 40 କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି। କାଲି ଅତି ପ୍ରବଳ ବର୍ଷା ପାଇଁ ମୟୂରଭଞ୍ଜକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ପ୍ରବଳ ବର୍ଷା ପାଇଁ ଜେଲୋ ଆଲର୍ଟରେ 13 ଜିଲ୍ଲା। 6 ତାରିଖରେ ଅତି ପ୍ରବଳ ବର୍ଷା ପାଇଁ କେନ୍ଦୁଝର ଏବଂ ମୟୂରଭଞ୍ଜକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। 8 ତାରିଖ ଯାଏ ପୁରା ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ଏହାପରଠୁ କମିବ ବର୍ଷା ବିସ୍ତୃତି। 9 ଏବଂ 10 ତାରିଖରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ। ଆଜି 17ଟି ରାଜ୍ୟରେ ବର୍ଷା, 9 ଘଣ୍ଟା ମଧ୍ୟରେ ବଜ୍ରପାତ ସତର୍କତା। ଆଜି ମଙ୍ଗଳବାର ଅଗଷ୍ଟ 4 ତାରିଖରେ ଉତ୍ତର ପଶ୍ଚିମ ଭାରତରେ ବର୍ଷା ଏବଂ ପ୍ରବଳ ପବନ ବହିଛି, ଯାହା ଆର୍ଦ୍ର ଗରମରୁ ଆଶ୍ୱସ୍ତି ଆଣିଛି। ପାଣିପାଗ ବିଭାଗ 17ଟି ରାଜ୍ୟ ପାଇଁ ବର୍ଷା ସତର୍କତା ଜାରି କରିଛି। ଆସନ୍ତୁ ଜାଣିବା ଆଜି କେଉଁଠାରେ ବର୍ଷା ହେବ ଏବଂ ଦିଲ୍ଲୀର ପାଗ କିପରି ରହିବ। ଆଜି ସକାଳଠାରୁ ଦେଶର ଅନେକ ରାଜ୍ୟରେ ମୂଷଳ ଧାରାରେ ବର୍ଷା ହେଉଛି। ଦକ୍ଷିଣରେ ମୌସୁମୀର ପଶ୍ଚିମ ପ୍ରାନ୍ତ ଏବଂ ଉତ୍ତରରେ ପୂର୍ବ ପ୍ରାନ୍ତ ସକ୍ରିୟ ଅଛି। ଉତ୍ତର ପୂର୍ବ ରାଜସ୍ଥାନ ଏବଂ ଆଖପାଖ ଅଞ୍ଚଳ, ହିମାଳୟର ପଶ୍ଚିମ ବଙ୍ଗ ଏବଂ ଆଖପାଖ ଅଞ୍ଚଳ ଏବଂ ଉତ୍ତର ପୂର୍ବ ଆସାମ ଏବଂ ଆଖପାଖ ଅଞ୍ଚଳରେ ଏକ ଉପର ବାୟୁ ଘୂର୍ଣ୍ଣିବଳୟ ରହିଛି। ଏହି ସମୟରେ ଜମ୍ମୁ ଡିଭିଜନ ଏବଂ ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ରୂପରେ ଏକ ପଶ୍ଚିମ ବାଧା ସକ୍ରିୟ ରହିଛି। ତେଣୁ ମୌସୁମୀ ବର୍ଷା ଜାରି ରହିଛି, କିନ୍ତୁ ଲୋକମାନେ ଆର୍ଦ୍ର ଗରମରୁ ମଧ୍ୟ କଷ୍ଟ ପାଉଛନ୍ତି। ଆଜି ଏହି ରାଜ୍ୟଗୁଡ଼ିକ ପାଇଁ ଲାଲ ଏବଂ ହଳଦିଆ ସତର୍କତା ଜାରି। ଘୂର୍ଣ୍ଣିବଳୟ ଏବଂ ପଶ୍ଚିମ ବିଶୃଙ୍ଖଳାର ପ୍ରଭାବ ଯୋଗୁଁ ଆଗାମୀ 9 ଘଣ୍ଟା ମଧ୍ୟରେ ପ୍ରାୟ 17ଟି ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଘଣ୍ଟା ପ୍ରତି 70 ରୁ 80 କିଲୋମିଟର ବେଗରେ ଗେଲ୍ ଫୋର୍ସ ପବନ ବହିବା ମଧ୍ୟ ସମ୍ଭବ। ଆଜି ଆସାମ, ମେଘାଳୟ, ପଶ୍ଚିମବଙ୍ଗ ଏବଂ ସିକିମ୍ ପାଇଁ ଅତି ପ୍ରବଳ ବର୍ଷା ପାଇଁ ଲାଲ ଆଲର୍ଟ ଜାରି କରାଯାଇଛି। ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ବିହାର ଏବଂ ଉତ୍ତରାଖଣ୍ଡ ପାଇଁ ହାଲୁକାରୁ ମଧ୍ୟମ ବର୍ଷା ପାଇଁ କମଳା ଆଲର୍ଟ ଜାରି କରାଯାଇଛି। ଏହି ସମୟରେ ପଞ୍ଜାବ, ହରିୟାଣା, ଦିଲ୍ଲୀ, ଚଣ୍ଡିଗଡ଼, ପଶ୍ଚିମ ଉତ୍ତର ପ୍ରଦେଶ, ପୂର୍ବ ଉତ୍ତର ପ୍ରଦେଶ, ହିମାଚଳ ପ୍ରଦେଶ, ଜମ୍ମୁ ଏବଂ କାଶ୍ମୀର ଏବଂ ଲଦାଖରେ ପ୍ରବଳ ବର୍ଷା ସହିତ ପ୍ରବଳ ବର୍ଷା ସମ୍ଭବ। ଆଗାମୀ 5 ଦିନ ମଧ୍ୟରେ ଏହି ରାଜ୍ୟଗୁଡ଼ିକରେ ପ୍ରବଳ ବର୍ଷା ହେବ। ଆଇଏମ୍ଡି ଅନୁଯାୟୀ ଦିଲ୍ଲୀ, ଉତ୍ତର ପ୍ରଦେଶ, ହରିୟାଣା, ଚଣ୍ଡିଗଡ଼ ଏବଂ ପଞ୍ଜାବରେ ଅଗଷ୍ଟ 9 ତାରିଖ ପର୍ଯ୍ୟନ୍ତ ପାଗ ଖରାପ ରହିବ। ଝଡ଼ ବର୍ଷା ସହିତ ପ୍ରବଳ ବର୍ଷା ସମ୍ଭବ। ପଶ୍ଚିମ ଉତ୍ତର ପ୍ରଦେଶ ପାଇଁ ଅଗଷ୍ଟ 7 ତାରିଖ ପର୍ଯ୍ୟନ୍ତ ଏବଂ ପୂର୍ବ ଉତ୍ତର ପ୍ରଦେଶ ପାଇଁ ଅଗଷ୍ଟ 8 ତାରିଖ ପର୍ଯ୍ୟନ୍ତ ବର୍ଷା ସତର୍କତା ଜାରି କରାଯାଇଛି। ପୂର୍ବ ରାଜସ୍ଥାନରେ ଝଡ଼ ବର୍ଷା ସହିତ ପ୍ରବଳ ବର୍ଷା ଆଶା କରାଯାଉଛି, କିନ୍ତୁ ପଶ୍ଚିମ ରାଜସ୍ଥାନରେ କୌଣସି ବର୍ଷା ଆଶା କରାଯାଇ ନାହିଁ। ଅଗଷ୍ଟ 6 ରୁ 9 ତାରିଖ ମଧ୍ୟରେ ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ଆଶା କରାଯାଉଛି। ଅଗଷ୍ଟ 9 ତାରିଖ ପର୍ଯ୍ୟନ୍ତ ଛତିଶଗଡ଼ ପାଇଁ ଏବଂ ଅଗଷ୍ଟ 7 ରୁ 8 ତାରିଖରେ ବିଦର୍ଭ ପାଇଁ ମଧ୍ୟ ବର୍ଷା ସତର୍କତା ଜାରି କରାଯାଇଛି। ଅଗଷ୍ଟ 8 ତାରିଖ ପର୍ଯ୍ୟନ୍ତ ଉତ୍ତରାଖଣ୍ଡ, ଜମ୍ମୁ ଏବଂ କାଶ୍ମୀର ଏବଂ ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ଆଗାମୀ 7 ଦିନ ମଧ୍ୟରେ ଉତ୍ତର, ପୂର୍ବ ଏବଂ ସଂଲଗ୍ନ ପୂର୍ବ ଭାରତରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି। ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ପଶ୍ଚିମବଙ୍ଗ ଏବଂ ସିକିମ୍ ପାଇଁ ପ୍ରବଳ ବର୍ଷା ପାଇଁ ଲାଲ ଆଲର୍ଟ ଜାରି କରାଯାଇଛି। କେରଳ ଏବଂ କର୍ଣ୍ଣାଟକ ପାଇଁ ମଧ୍ୟ ପ୍ରବଳ ବର୍ଷା ସତର୍କତା ଜାରି କରାଯାଇଛି। ଝାଡ଼ଖଣ୍ଡରେ ଅଗଷ୍ଟ 7 ପର୍ଯ୍ୟନ୍ତ, ବିହାରରେ ଅଗଷ୍ଟ 5 ପର୍ଯ୍ୟନ୍ତ, ପଶ୍ଚିମବଙ୍ଗରେ ଅଗଷ୍ଟ 9 ପର୍ଯ୍ୟନ୍ତ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଅଗଷ୍ଟ 9 ପର୍ଯ୍ୟନ୍ତ ଭଲ ବର୍ଷା ହୋଇପାରେ।